ତାକୁ ପଚାରିଲେ ରଖ ମତେ ଲାଷ୍ଟ ଗାଳି ଗଲା ମୋର ତୁ ମତେ ବାରମ୍ବାର ପଚାର देख देख हंसती से बुझे को ଜିତେ ଲାଗିଲା ମତେ हालिया ये ट्रैवल करी करी हमर ए किचन में फळमूळ गुला काई लगैछ फळमूळ तो गोको करबो रोसई करू करूका सेता गोटे गोटे आमे फळमूळ गोटे गोटे काढी की खाई सेति का फळमूळ लगै अच्छा एटा पिन देबो गोको करला को गोटे काढी खा तर सेति में हम लगै भल करछु भल आईडिया मा तरकारी खाइबा मैं डालमा चलो उठो उठो एकड़ो डुडुल खाएंगे डुगु खाइबो के ओरा आगे खाओ जदी ठीक ठाक अछि आउ थरे गोटे प्लेट रानी तक खाइबो सामने जरा खाइलो नहीं खाइलो तो चलिबो कान दकन से होची खाइबा पीबा पैंका देख खुल रे कौन खटा कौन विषय हो ना भात डाली मिक्सर तरकारी खटा कौन करछु बाबा खेलुछु हां पाई आइंसो कुंटेसो से सांग मैंने आम नानी घर को आसी जाइए मो बड़ नानी आ सान पुअर व्रतघर अच्छी आज तार चारिकर्म अच्छी तो सकाल सकाल आम ये आसी जाइए चारिकर्म जॉइन करने आ मो सान भूणी आसी पारनी से इवनिंग को आसो आ चारिकर्म तो बहुत पूजापूजी हुए आप जानते हैं सब बसिक आम सब देखुचु आ सबुठ इंटरेस्टिंग कथा हो सांग मैंने मो तीन भौणी जाक आम ब्लॉगिंग करचु तो आपण मैंने चैनल भी जाकि देखिपारे मो बड़ नानी जहाँ पुअर व्रतघर होची ता चैनल नेम होची चिकिस फैमिली लाइफस्टाइल तो सेटा जाकि देखिपारे ता चैनल आहरी बहुत भल भल वीडियो मिल जाव आ व्रतघर फुल डिटेल वीडियो आप मिल जाव आ मो सान भौणी तो आपने समस्ते जानते से पूरा परिचित ब्यूटी ऑफ लाइफ अनु रिंकी आपण जानते तो ताकू भी जदि कहीं जानना तो जाकि ता चैनल भी देखिए ता चैनल भी बहुत किसी भल भल कंटेंट से शेयर करे आपण मैंने सब एंजॉय करें तो चलतु देखा आज चारिकर्म केमती कौन पूजा होची एंजॉय करवा जदि वीडियो भल लगुच लाइक शेयर और सब्सक्राइब करा जमा भी भूलिए निहाती गोटे वीडियो को लाइक करेंगे और मत कमेंट करेंगे वीडियो केमती कौन लगे Five, 6 months. बताओ मुझे कड़े जाऊ बाबा गाड़ी नंबर दे जो उठो जो जो एयरपोर्ट पाखर गाड़ी किया नंबर कर चला जोरवा लागोनाला हाथी करनो सीधा धागा पुण्य मागनो हेलो फ्रेंड्स जय जगन्नाथ केमती अच्छा आपण मैंने इवनिंग टाइम हो गलानी आज आम नानी घर पड़ा आसलु आज हूँ व्रतघर चारिकर्म थिला
ପିକୁନର ମାନେ ମୋ ସାନ ପୁତୁରାର। ତ ସକାଳୁ ତ ବ୍ୟସ୍ତରେ ରହିଲି, ଡୁଗୁ ବହୁତ ହଇରାଣ କରୁଛି, ତ ମୁଁ ବିଲକୁଲ ବି କଥା ହେଇପାରିଲିନି ଆପଣମାନଙ୍କ ସହିତ ଡାଇରେକ୍ଟଲି, ଯାହା ଟିକେ ଟିକେ ନାନୀ ଘରେ ଭିଡ଼ିଓ କରିଥିଲି ଆଉ ତାକୁ ବାସ୍ କରିଛି, ଆପଣମାନଙ୍କ ସହିତ କଥା ହେଇନି। ନାନୀ ସହିତ ବି କଥା କରେଇବି, ନାନୀ ଏବେ ବ୍ୟସ୍ତ ଅଛି ରୋଷେଇବାସରେ, ସେ ଆସିଲେ ଉପରେ ମୁଁ ଆପଣଙ୍କ ସହିତ କଥା କରେଇବି। ଆଉ ମୁଁ ସକାଳୁ ସେଇ ସେମ୍ ବେଶରେ ଅଛି, ଏବେ ପୁରା ହାଲିଆ ଲାଗିଲାଣି, ଯାଇ ଟିକେ ଡ୍ରେସ୍ ଫ୍ରେସ୍ ଚେଞ୍ଜ କରିବା। ଆଉ ରିଙ୍କି ବି ଆସିବ, ସେ ଆସିନି, ଆମେ ତ ସକାଳୁ ପଳେଇ ଆସିଲୁ, ବଟ୍ ରିଙ୍କି ଆସିନି, ମୋ ସାନ ଭଉଣୀ ଅନୁ ରିଙ୍କି। ତ ସିଏ ଆସିବ, ଆସିଲା ବେଳକୁ ତାର ଟିକେ ଲେଟ୍ ହିଁ ହେଇଯିବ, 10ଟା ରାତି ଭଳିଆ ହେଇଯିବ। ସିଏ ଫ୍ଲାଇଟ୍ରେ ଆସୁଛି, ଭୁବନେଶ୍ୱରରେ ପହଞ୍ଚିବ 7ଟା ବେଳକୁ, ତାପରେ ସେଠୁ ଆସିବ। ତାର ବି ଦେହ ବହୁତ ଖରାପ ଥିଲା, ଆପଣମାନେ ତ ଅଲରେଡ଼ି ଜାଣିଥିବେ, ତାକୁ ଡେଙ୍ଗୁ ହେଇଯାଇଥିଲା, ତା ଦେହ ଖରାପ ଥିଲା, ତାର ଆସିପାରିବନି ବୋଲି ଭାବି ଦେଇଥିଲୁ। ବହୁତ ଠାକୁରଙ୍କୁ ସମସ୍ତେ ଡାକିଥିଲୁ ସେ କେମିତି ଆସୁ, କାରଣ ବହୁତ ଦିନ ପରେ ଗୋଟେ ଇଭେଣ୍ଟ ହେଉଛି ଆମର ଫ୍ୟାମିଲିରେ, ଆଉ ସମସ୍ତେ ଜଏନ୍ ନ କଲେ ବିଲକୁଲ ବି ଭଲ ଲାଗିବନି, କେହି ବି ଗୋଟେ ଯଦି ନଥିବ ନା ଜିନିଷଟା ପୁରା ଅଧୁରା ହିଁ ରହିଯିବ। ତ ସେଥିପାଇଁ ଡାକୁଥିଲୁ, ସମସ୍ତେ କିଛି ନା କିଛି ମାନସିକ କରୁଛୁ ସେ କେମିତି ଆସିକି ପହଞ୍ଚିବ ବୋଲି। ତ ଭଗବାନଙ୍କ କୃପା, ତା ଦେହ ଟିକେ ଭଲ ହେଇଗଲା, ସେ ହସ୍ପିଟାଲରୁ ଡିସଚାର୍ଜ ହେଇକି ଫ୍ଲାଇଟ୍ରେ ତ ଟିକେଟ୍ ଥିଲା ଆସୁଛି। ଆସିଲା ପରେ ଏଠି ଯାହା ଛୁଆକୁ ଦେଖିବା, ତାକୁ ଦେଖିବା, ୱିକନେସ୍ ତାର ବହୁତ ଥିବ, ଆସିଲା ପରେ ଜଣାପଡ଼ିବ କ'ଣ ନାହିଁ। ତ ଆସିବ ରାତି 10ଟାକୁ, ଏବେ ତ ସନ୍ଧ୍ୟା ହେଇଛି, ତ ୱେଟ୍ରେ ଅଛୁ, ୱେଟିଂରେ। ସେ ଆସିଲା ପରେ ରିୟାନ୍ସକୁ ଦେଖିବି ସ୍ପେଶାଲି, ମୁଁ ବହୁତ ସାରା ଗେଲ କରିବି। ଆଉ ଡୁଗୁର ତ ଭାଇ, ଛୋଟ ଭାଇ, ଡୁଗୁ ବଡ଼ ଭାଇ, ତ ସେଥିପାଇଁ ୱେଟ୍ରେ ଅଛୁ। ଡୁଗୁ ତ ଶୋଇପଡ଼ିଥିବ ବୋଧେ 10ଟା ବେଳକୁ, ତ ସିଏ ଆସିଲେ ଆପଣମାନଙ୍କୁ ବି ଦେଖେଇଦେବି। ଚାଲନ୍ତୁ ଯିବା, ନାନୀ କ'ଣ କରୁଛି ଦେଖିବା। ତୁ ସେମିତି ହିଁ ଉଠେଇଛୁ, ସେଇଟା ହିଁ ଥିଲା, ତୁ ଉଠେଇଲା ବେଳକୁ ଠିକ୍ ସେ ଉଠେଇଲୁନି। ଗୋଟିଏ ଫଟୋ ଉଠେଇଥିଲି ଆଉ ଗୋଟେ ତ ଆହୁରି କଦର୍ଯ୍ୟ ଥିଲା। ହଁ, ତ ଏଇଟା ହିଁ ଠିକ୍ ଲାଗିଲା ମତେ। ମୁଁ ଆକ୍ସେପ୍ଟ ମାରିଦେଇଛି। କ'ଣ ମାରିଦେଲୁ? ଓ ହଁ, ବଢ଼ିଆ ହେଇଛି, ବଢ଼ିଆ ହେଇଛି, ଏଇଟା ତ ବଢ଼ିଆ ହେଇଛି। नो 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 शिवांश, नो नो। ମୁଁ ସେପଟ ତଳେ ଶୋଇବି, ସାନ ପୁଅକୁ ଧରିକି ଏପଟ ତୋ ନନା ଶୋଇବି ଏପଟ ତଳେ, ଦିଟା ଗଦିଆ ନେଇକି ଥୋଇଛୁ। ଆଉ କାଲି କିନ୍ତୁ ପିକୁନୁ କାହାକୁ ଶୋଇବନି, କାହାକୁ ଛୁଇଁବନି, କାଲି ସେ ଗୋଟେ ଫୋଲ୍ଡିଂ ଖଟ ଶୋଇବ, ସନ୍ତୋଷକୁ କିଏ ଆମର ଗୋଟେ ଆଡଜଷ୍ଟ କରି ତଳେ ଶୋଇବାକୁ ପଡ଼ିବ। ଆଉ ସନ୍ତୋଷକୁ କି ମନକୁ ତାଙ୍କ ଜଣେ କିଏ ଆଡଜଷ୍ଟ କରି ତଳେ ଶୋଇବାକୁ ପଡ଼ିବ। ସେଇଥିପାଇଁ ଆଉ ତ ମତେ କଣ ତୁ ଯଦି ଶୋଇବୁ ସେ ବେସିନ୍ କଥା ଜାଗା ଅଛି, ଏଇ ଜାଗା ଭଉଣୀର ଭାଇ କଣ ସବୁ କାମ କରିବା କୁକୁର କଣ ଏଇଟା କୁହାଯାଇଛି କଣ? କାରଣ ସେ କୁକୁର ଭଳିଆ ସବୁ ଖଟିବ, ଭଉଣୀର କିଛି ମାନେ ମର୍ଯ୍ୟାଦା କୋଉଠି ତଳେ ନ ପଡ଼ିବା ପାଇଁ ସବୁ ଖଟିବ। ଠିକ୍ ଭାଇ ସବୁ କାମ ଦାମ କରିସାରିବ, ନିଜେ ଦାଢ଼ି ନାପିବାକୁ ବି ସମୟ ନଥିବ। ଅଲଗା ଲୋକକୁ ଚର୍ଚ୍ଚା କରିବ, ସବୁ ଭାଇ ଭାଉଜ ସବୁ କରିବେ। ସବୁ କରୁନି ତାକୁ 4 ଦିନ ନେଇକି ମାର୍କେଟ ବୁଲେଇଲି। କୁଆଡ଼େ ଗଲେ? ଆଉ ତୁ ଆଗେ ନେଇକି ଆଇଛୁ। ଆସିଗଲେ ଆସିଗଲେ ଆସିଗଲେ। ପୁଅର ଜିନିଷ ଆଉ ରହିଲା କେତେବେଳେ? କାଇଁ କୁଆଡ଼େ ଗଲା? କୁଆଡ଼େ ଗଲା? ତଳେ ସମସ୍ତେ ଆଗେ। ଓହୋ, ଏଇରେ ଏଇଟା କି ରିୟାନ୍ସ ବେଟାଟା, ସେ ପୁରା ଆକ୍ଚା ବାକ୍ଚା ହେଇଗଲାନି। ତାକୁ ପଚାରିଲେ ରଖ, ମତେ ଲାଷ୍ଟ ଗାଳି ଗଲା, ମାନେ ତୁ ମତେ ବାରମ୍ବାର ପଚାର। ଦେਖ ଆସୁଛି ସେ କହୁଛି କୋଣ ଆଉ ଗୋଟେ ଛୁଆ ପଳେ। ଏବେ ବି ସେ କହିନି, ନ କହିବି କେତେ କଷ୍ଟ ଲାଗିଲା ମୋ ବୋଉ। ସେ ଏବେ 3 ଦିନ ବ୍ଲଡ ଟେଷ୍ଟ କରିବାକୁ କହୁଛି। ରିୟାନ୍ସ 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 ହାଲିଆ ହେଇଯାଇଛି ଟ୍ରାଭେଲ କରି କରି। ଶୋଇ ଶୋଇ ପୁରା ଆସିଛି ଭୁବନେଶ୍ୱରରୁ ଏତିକି। ହାଲିଆ ସେ କରିବା ଲୋକ। आपको देखो ये ए ए पानी पी लू देला क्लैप नहीं ओ फैन फैन बोले राउंड 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 सीए राउंड राउंड कर रहा है सीए बाहर एक्सीलेटर कर फैन बोले राउंड राउंड कर रहा रियान से किए बड़ भाई की